ବର୍ଚ୍ଛା ଅଶ୍ୱାରୋହୀ ସୈନିକମାନେ ପଦାତିକ ସୈନିକ ପରି ବଳମ୍ବ ଅଥବା ବର୍ଚ୍ଛା ଧାରଣ କରୁଥିଲେ। ନେଜାହା ନାମକ ବର୍ଚ୍ଛାର ଆଗରେ ଛୋଟ ଷ୍ଟିଲର ମୁନ ଲଗାଯାଉଥିଲା ଏବଂ ତହିଁରେ ଲମ୍ବା ବାଉଁଶ ବେଣ୍ଟ ଖଞ୍ଜା ଯାଉଥିଲା। ଏହା ସାହାଯ୍ୟରେ ଜଣେ ଅଶ୍ୱାରୋହୀ ସୈନିକ ଅନ୍ୟ ଜଣଙ୍କୁ ଘୋଡ଼ାର ତଳକୁ ମଧ୍ୟ ପକାଇ ପାରୁଥିଲା। ଅନେକ ପ୍ରକାରର ବର୍ଚ୍ଛା ଯାହାକି ଭଲ ଭାବରେ ମରହଟ୍ଟା ମାନେ ବ୍ୟବହାର କରୁଥିଲେ ତାର ମୁନ ଷ୍ଟିଲରେ ହୋଇଥିବା ବେଳେ ବେଣ୍ଟ ଲୁହାରେ ନିର୍ମିତ ହୋଇଥିଲା। ଏହିପରି ବର୍ଚ୍ଛାକୁ ସାଙ୍ଗ କୁହାଯାଉଥିଲା। ଏହାର ଲମ୍ବ 7 ଫୁଟ 11 ଇଞ୍ଚ ଥିଲା। ଏହା କେବଳ ପଦାତିକ ସୈନ୍ୟମାନେ ଧାରଣ କରୁଥିଲେ। ସାଇନି ନାମକ ବର୍ଚ୍ଛା ସାଙ୍ଗ ଠାରୁ ଛୋଟ ଆକାରର ଥିଲା। ସାଇନି ଠାରୁ ଅଳ୍ପ ଅଧିକ ଲମ୍ବା ବର୍ଚ୍ଛାକୁ ସେଲାରାହ କୁହାଯାଉଥିଲା। ବଳମ୍ବ କୁହାଯାଉଥିବା ବର୍ଚ୍ଛାର ମୁନ ବଂଶୀ କଣ୍ଟା ପରି ଥିଲା। ତହିଁରେ କାଠର ବେଣ୍ଟ ଲାଗିଥିଲା ତଥା ସମ୍ପୂର୍ଣ୍ଣ ବର୍ଚ୍ଛାର ଲମ୍ବ 5 ଫୁଟ 11 ଇଞ୍ଚ ଥିଲା। ତହିଁରେ 18 ଇଞ୍ଚ ଲମ୍ବର ଧାରଯୁକ୍ତ ପାତ ଲାଗିଥିଲା। ପଣ୍ଡି ବଲ୍ଲମରେ ବାଉଁଶ ଦଣ୍ଡ ଆଗରେ ଲୁହାର ପତ୍ର ଆକାରର ଧାରଯୁକ୍ତ ଫଳକ ଲାଗିଥିଲା। ଏହାର ସର୍ବମୋଟ ଲମ୍ବ 8 ଫୁଟ 3 ଇଞ୍ଚ ଥିଲା। ଅନ୍ୟାନ୍ୟ ବର୍ଚ୍ଛାଗୁଡ଼ିକର ନାମ ପଞ୍ଚମୁଖ, ଗରହିଆ, ଆଲମ, କନ୍ତ, ଗଣ୍ଡସା ଆଦି ଥିଲା। ଛୁରୀ ମୋଗଲମାନଙ୍କ ସୈନ୍ୟମାନେ ବିଭିନ୍ନ ପ୍ରକାରର ଛୁରୀ ବ୍ୟବହାର କରୁଥିଲେ। ସେଗୁଡ଼ିକ ନାମ ମଧ୍ୟ ଭିନ୍ନ ଭିନ୍ନ ଥିଲା। କଟାର ଅଥବା କଟୁରୀ ପ୍ରକାରର ଛୁରୀ ହାଲୁକା ଥିଲା। ଏହାକୁ ଭୁଷିଥିଲେ ଶରୀର ଭେଦ କରୁଥିଲା ତଥା ଯନ୍ତ୍ରଣାଦାୟକ ଥିଲା। ଏଥିରେ ହାତକୁ ସୁରକ୍ଷା ଦେଇ ପାରୁଥିବା ଭଳି ବେଣ୍ଟ ଲଗାଯାଇଥିଲା। ଉକ୍ତ କଟୁରୀ ପାତର ଓସାର 3 ଇଞ୍ଚ ଥିଲା ତଥା ଉଭୟ ପଟରେ ଧାର ରହିଥିଲା। ଏହାର ବେଣ୍ଟର ଲମ୍ବ 1 ଇଞ୍ଚ ରହିଥିବା ସମଗ୍ର କଟାର ଲମ୍ବ 12 ଇଞ୍ଚ ଥିଲା। ଜମାଧର ଛୁରୀ କଟାର ଭଳି ଥିଲା। ଏହାର ପାତ ସିଧା ଥିଲା। ଖଞ୍ଜର କଷ୍ଟଦାୟୀ ଖଣ୍ଡାର ବେଣ୍ଟ ପରି ବେଣ୍ଟ ଏବଂ ବକ୍ରଧାର ପାତ ବିଶିଷ୍ଟ ଛୁରୀ ଥିଲା। ଏହା 12 ଇଞ୍ଚ ଲମ୍ବ ଥିଲା। ବିଛୁଆ ଅଥବା ଖପୱା ପ୍ରକାରର ଛୁରୀର ପାତର ଧାର ତରଙ୍ଗାୟିତ ଥିଲା। ଏତଦ୍‌ବ୍ୟତୀତ ମୋଗଲ ସୈନିକମାନେ ପେଶକଜ, କରୁଦ୍, ଶୈଲବାହ, କାଲମାକି, ଶେରମାହି ଆଦି ନାମଧାରୀ ଛୁରୀ ମଧ୍ୟ ବ୍ୟବହାର କରୁଥିଲେ। ଶୈଲବାହ, କାଲମାକି ପ୍ରକାରର ଛୁରୀର ବେଣ୍ଟ ମାଛର ହାଡ଼ରେ ତିଆରି ହୋଇଥିଲା। ଧନୁଶର ମୋଗଲମାନଙ୍କ କ୍ଷେପଣାସ୍ତ୍ର ଦୁଇ ପ୍ରକାର ଥିଲା ଯଥା ଅଗ୍ନିବର୍ଷୀ ବିଧ୍ୱଂସକାରୀ ଏବଂ ଦୂରଗାମୀ ଶସ୍ତ୍ର। ଦୂରକୁ ଯାଇ ଶତ୍ରୁର ବକ୍ଷ ଭେଦ କରୁଥିବା କ୍ଷେପଣାସ୍ତ୍ର ଥିଲା ଧନୁ ଓ ତୀର। ଧନୁରେ ଯୋଖି ତୀରକୁ ଟାଣି ଛାଡ଼ିଥିଲେ ଏବଂ କ୍ଷିପ୍ର ଗତିରେ ଯାଇ ଶତ୍ରୁକୁ ବିନାଶ କରିପାରୁଥିଲା। ଏହିପରି ଭାବରେ ମୋଗଲମାନଙ୍କୁ ଦୂରଗାମୀ ଆଗ୍ନେୟାସ୍ତ୍ର ଯଥା କମାଣକୁ ଫୁଟାଇବା ପାଇଁ ଗୋଳାରେ ପିଟି ହେଉଥିବା ବାହକ, ତାର, କ୍ଷୁଦ୍ର ବନ୍ଧୁକ, କମାଣ, କ୍ଷେପଣାସ୍ତ୍ର ଆଦି ଥିଲା। ଏତଦ୍‌ବ୍ୟତୀତ ଅଣ ଆଗ୍ନେୟାସ୍ତ୍ର କ୍ଷେପଣାସ୍ତ୍ର ରୂପେ ଧନୁତୀର ଥିଲା। ଅଶ୍ୱାରୋହୀ ସୈନିକମାନେ ଧନୁ ଓ ଶର ଧାରଣ କରୁଥିଲେ। ମୋଗଲ ଅଶ୍ୱାରୋହୀ ବାହିନୀ ସେମାନଙ୍କ ଧନୁତୀର ଚାଳନାର ଦକ୍ଷତା ପାଇଁ ସୁପ୍ରସିଦ୍ଧ ଥିଲେ। ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମଧ୍ୟରେ ଧନୁଶର ସର୍ବଶ୍ରେଷ୍ଠ ଥିଲା। ବାବରଙ୍କ ଠାରୁ ଭାରତରେ ଆଗ୍ନେୟାସ୍ତ୍ର ଆରମ୍ଭ ହୋଇଥିଲେ ମଧ୍ୟ ଖ୍ରୀଷ୍ଟୀୟ 18ଶ ଶତାବ୍ଦୀ ଯାଏ ଭାରତୀୟ ଯୁଦ୍ଧଗୁଡ଼ିକରେ ଧନୁତୀର ବ୍ୟବହାରର ବହୁଳତା ରହିଥିଲା। ଧନୁର୍ଦ୍ଧାରୀ ଅଶ୍ୱାରୋହୀ ସୈନିକମାନେ ଧନୁତୀର ଚାଳନାରେ ସୁଦକ୍ଷ ଥିଲେ ତଥା ବନ୍ଧୁକଧାରୀ ପଦାତିକ ସୈନିକ ବନ୍ଧୁକ ଗୁଳି ଚାଳନାଠାରୁ 3 ଗୁଣ ଅଧିକ କ୍ଷିପ୍ର ଥିଲେ। ମୋଗଲମାନଙ୍କ ଧନୁ 4 ଫୁଟ ଲମ୍ବ ଥିଲା ତଥା ଭେଲଭେଟ୍ କନାରେ ଆଚ୍ଛାଦିତ କରାଯାଇଥିଲା। ଧନୁଗୁଡ଼ିକ କାଠ, ବାଉଁଶ ଏବଂ ଷ୍ଟିଲରେ ମଧ୍ୟ ତିଆରି କରାଯାଇଥିଲା। ଧନୁର ଦି ମୁଣ୍ଡକୁ ବାନ୍ଧିବା ପାଇଁ ମୋଟ ରେଶମ ସୂତା ବ୍ୟବହାର କରାଯାଇଥିଲା। ଅନେକ ପରସ୍ତ ସୂତା ଗୁଡ଼ାଇ ମଝିରେ 3 ରୁ 4 ଇଞ୍ଚ ଲମ୍ବ ଅଂଶକୁ ମୋଟା କରାଯାଉଥିଲା। ଧନୁରେ ସେମାନେ ବିଭିନ୍ନ ରଙ୍ଗ ମଧ୍ୟ ଦେଉଥିଲେ। ଗୋଟିଏ ପଟରୁ ଆର ପଟକୁ ତେରଛା ହୋଇ ରହିଥିବା ଚରଖ ଧନୁକୁ କେବଳ ଚରଖ ଗୋଷ୍ଠୀର ସୈନିକମାନେ ବ୍ୟବହାର କରୁଥିଲେ। ତକ୍ଷକ କମାଣ ଏକ ପ୍ରକାରର କ୍ଷୁଦ୍ର ଧନୁ ଥିଲା। କମାଣ-ଇ-ଗୁରହାହ ଗୁଲେର ପରି ପଥର ଲୌହବଳୟ ଫିଙ୍ଗିବା ଧନୁ ଥିଲା। ଗୋଭନ ପ୍ରକାରର ଧନୁରେ ମଧ୍ୟ ଟେକା, ଲୁହାଖଣ୍ଡ ଆଦି ଫିଙ୍ଗା ଯାଉଥିଲା। ଭୀଲମାନଙ୍କର ଲମ୍ବା ଧନୁକୁ କମତାହ କୁହାଯାଉଥିଲା। ଏଡ଼ି ପ୍ରକାରର ଧନୁର ତଳ ମୁଣ୍ଡକୁ ପାଦରେ ଚାପି କରି ରଖାଯାଇ ଶର ସନ୍ଧାନ କରାଯାଉଥିଲା। ନୱାକ୍ ଏକ ନଳୀ ଥିଲା ଯହିଁରେ ତୀର ରଖି ବିନ୍ଧା ଯାଉଥିଲା। ଏହି ପ୍ରକାର ଯନ୍ତ୍ରରେ ପକ୍ଷୀ ଶିକାର କରାଯାଉଥିଲା।
ତୀର ଦୁଇ ପ୍ରକାର ଥିଲା। ତୀରଗୁଡ଼ିକର ଦଣ୍ଡ ବାଉଁଶ କଣି, ଜଳଜ ଉଦ୍ଭିଦର ଟାଣ କାଣ୍ଡ ଏବଂ କାଠରେ ତିଆରି କରାଯାଇ ଆଗରେ ଦୁଇ ପଟର କେନାଯୁକ୍ତ ମୁନିଆ ଲୁହାପାତ ଖଞ୍ଜା ଯାଉଥିଲା। ଏହାର ଲକ୍ଷ୍ୟ ଠିକ୍ ରଖିବା ପାଇଁ ଦଣ୍ଡର ପଛ ପଟରେ ପକ୍ଷୀକୁ ଉପର ଖଞ୍ଜା ଯାଉଥିଲା। ତୀରଗୁଡ଼ିକ ସାଧାରଣତଃ 2 ଫୁଟ 4 ଇଞ୍ଚ ଲମ୍ବ ବିଶିଷ୍ଟ ହୋଇଥିଲା। ଭିଲ୍‌ମାନେ ତୀରର ମୁନକୁ ଲୁହା ପରବର୍ତ୍ତୀ ହାଡ଼ରେ ତିଆରି କରୁଥିଲେ। ଆଗ୍ନେୟାସ୍ତ୍ର ବାବରଙ୍କଠାରୁ ଆରମ୍ଭ ହୋଇଥିବା ଆଗ୍ନେୟାସ୍ତ୍ର ମୋଗଲମାନଙ୍କ ଯୁଦ୍ଧର ପ୍ରଧାନ ଅସ୍ତ୍ର ରୂପେ ବିବେଚିତ ହୋଇଥିଲା। ଆଗ୍ନେୟାସ୍ତ୍ର ବଳରେ ସେମାନେ ଅନେକଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ ଏବଂ କଷ୍ଟକର ଯୁଦ୍ଧରେ ବିଜୟୀ ହୋଇଥିଲେ। କ୍ଷେପଣାସ୍ତ୍ର ମୋଗଲମାନେ ଯୁଦ୍ଧରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ଅଥବା ରକେଟ୍ ବ୍ୟବହାର କରିଥିଲେ। ଏତଦ୍ ବ୍ୟତୀତ ସେମାନେ କମାଣ ସାହାଯ୍ୟରେ ଶତ୍ରୁଙ୍କ ଉପରେ ଗୋଳା ଫିଙ୍ଗୁଥିଲେ, ଯୁଦ୍ଧ ବନ୍ଧୁକ ଦ୍ୱାରା ଗୁଳି ମାରୁଥିଲେ। କମାଣ୍ଡର ଶବ୍ଦ ଏବଂ ଅଗ୍ନିବର୍ଷା ଯୋଗୁଁ ଶତ୍ରୁ ପକ୍ଷର ହସ୍ତୀ ବାହିନୀ ବ୍ୟତିବ୍ୟସ୍ତ ହୋଇ ଏଣେ ତେଣେ ଦୌଡ଼ି ପଳାଉଥିଲେ, ଏପରିକି ନିଜ ପକ୍ଷର ସୈନ୍ୟମାନଙ୍କୁ ମଧ୍ୟ ଦଳି ଦେଉଥିଲେ। ଫଳସ୍ୱରୂପ ଶତ୍ରୁ ପକ୍ଷର ପରାଜୟ ଅବଶ୍ୟମ୍ଭାବୀ ହୋଇଯାଉଥିଲା। ଘୂର୍ଣ୍ଣାୟମାନ ଆଗ୍ନେୟାସ୍ତ୍ର ଘୂର୍ଣ୍ଣାୟମାନ ଆଗ୍ନେୟାସ୍ତ୍ରକୁ ତୁଫାଙ୍ଗ କୁହାଯାଉଥିଲା। ଘୂର୍ଣ୍ଣାୟମାନ ଆଗ୍ନେୟାସ୍ତ୍ର ଅନେକ ଉନ୍ନତି ଆକବର କରାଇଥିଲେ, ହେଲେ ମଧ୍ୟ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ତୁଫାଙ୍ଗ ଧନୁତୀରଠାରୁ ନିମ୍ନମାନର ମାରଣାସ୍ତ୍ର ରୂପରେ ପରିଗଣିତ ହୋଇଥିଲା। ତେଣୁକରି ଏପରି ପରିଚାଳନା ଭାର ପଦାଧିକ ବାହିନୀକୁ ଦିଆଯାଇଥିଲା। ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟ ଭାଗରୁ ଯୁଦ୍ଧରେ ଧନୁତୀରର ପ୍ରଭାବ କମି କମି ଯାଇ ଆଗ୍ନେୟାସ୍ତ୍ରଗୁଡ଼ିକର ବ୍ୟବହାର ବଢ଼ିବାରେ ଲାଗିଲା। ତା'ପରେ ଘୂର୍ଣ୍ଣାୟମାନ ଆଗ୍ନେୟାସ୍ତ୍ର ଅନେକ ପରିବର୍ତ୍ତନ କରାଯାଇ ବହୁଳ ଭାବରେ ବ୍ୟବହାର କରାଯାଇଥିଲା। ଆକବରଙ୍କ ସମୟରେ ଦୁଇ ପ୍ରକାର ନଳୀ ବିଶିଷ୍ଟ ତୁଫାଙ୍ଗ ବ୍ୟବହାର କରାଯାଉଥିଲା। ଗୋଟିଏ ପ୍ରକାର ନଳୀର ଲମ୍ବ 67 ଇଞ୍ଚ ଲମ୍ବା, ଅନ୍ୟ ପ୍ରକାର ନଳୀର ଲମ୍ବ 41 ଇଞ୍ଚ ରହୁଥିଲା। ନଳୀଗୁଡ଼ିକ ଷ୍ଟିଲ୍‌ରେ ତିଆରି କରାଯାଉଥିଲା। ନଳୀଗୁଡ଼ିକୁ ଚିତ୍ରବୁଣା, କନା, ଖୋଦିତ ମୂର୍ତ୍ତି, ଉଦ୍ଗତ କାରୁକାର୍ଯ୍ୟ, ବିଭିନ୍ନ ରଙ୍ଗ ଆଦିରେ ସୁଭୂଷିତ କରାଯାଉଥିଲା। ସାଜସଜ୍ଜା ଦୃଷ୍ଟିରୁ ତୁଫାଙ୍ଗଗୁଡ଼ିକ ଦୁଇ ପ୍ରକାରର ଥିଲା। ପ୍ରଥମ ପ୍ରକାର ନଳୀ ସରୁଆ ହୋଇ ନିମ୍ନଗାମୀ ହୋଇଥିଲା। ଦ୍ୱିତୀୟ ପ୍ରକାର ତୁଫାଙ୍ଗର ନଳୀ ଅର୍ଦ୍ଧ-ବକ୍ରାକାର ହୋଇଥିଲା ତଥା ଏହାକୁ ଧରି ରଖୁଥିବା ଅଂଶ ସରୁଆ ହୋଇଥିଲା। କେତେକ କ୍ଷେତ୍ରରେ ଚିତ୍ରବୁଣା କଣା ଉପରେ ସୁନାର କାରୁକାର୍ଯ୍ୟ କରାଯାଉଥିଲା। ମୂଳ ଅଂଶରେ ଶିଶୁକାଠ ଅଥବା ହାତୀଦାନ୍ତ ନିମନ୍ତେ ଘୋଡ଼ଣୀକୁ ଟୋପି କରି ସଜ୍ଜିତ କରାଯାଉଥିଲା। ବ୍ୟବହାର ହେଉନଥିବା ସମୟରେ ଏହାକୁ ସବୁଜ କନାରେ ଘୋଡ଼ାଇ ରଖାଯାଉଥିଲା। ଏତଦ୍ ବ୍ୟତୀତ ମୋଗଲ ସୈନ୍ୟବାହିନୀ ଯୁଦ୍ଧରେ ଏକ ପ୍ରକାର ଲମ୍ବା ନଳୀ ଯୁଦ୍ଧ ବନ୍ଧୁକ ବ୍ୟବହାର କରୁଥିଲେ, ଯାହାକୁ ସେମାନେ କାନ୍ଧରୁ ଝୁଲାଇ ବାହୁତଳେ ରଖିକରି ଯାଉଥିଲେ। ଜାଜାଇଲ୍ କିମ୍ବା ଜାଝାଇର୍ ଏକ ପ୍ରକାର ବଳୟ ଉପରେ ଘୂର୍ଣ୍ଣାୟମାନ ବନ୍ଧୁକ ଥିଲା। ଏହି ପ୍ରକାରର ଆଗ୍ନେୟାସ୍ତ୍ର ଅଥବା ବନ୍ଧୁକକୁ ସୈନିକମାନେ ନିଜେ ବ୍ୟବହାର କରିପାରୁଥିଲେ, ତଥା କେତେକ ସମୟରେ ଏହାକୁ କମାଣ ପରି ବ୍ୟବହାର କରାଯାଉଥିଲା। ଜାଜାଇଲ୍‌ର M7 ରୁ 8 ଫୁଟ ଥିଲା। ଏହି ପ୍ରକାରର ବନ୍ଧୁକରେ 1 ପାଉଣ୍ଡ ଭିତରେ ଓଜନ ରହିଥିବା ଗୋଳା ଫିଙ୍ଗା ଯାଇପାରୁଥିଲା। ଏହାକୁ କାନ୍ଥ ଦେହରେ ଅଥବା ଅଟ ପିଠିରେ ଖଞ୍ଜାଯାଇ ବ୍ୟବହାର କରାଯାଉଥିଲା। ଦୁର୍ଗଗୁଡ଼ିକର ସୁରକ୍ଷା ପାଇଁ ବ୍ୟବହାର କରାଯାଉଥିବା ନିର୍ମିତ ଗୋଳା ଫିଙ୍ଗା ଯାଉଥିଲା। ଏହାର ନଳୀ ଅତ୍ୟନ୍ତ ଟାଣୁଆ ତଥା 1 ଫୁଟ ଲମ୍ବ ବିଶିଷ୍ଟ ଲୁହାର କେନା ଲାଗିଥିଲା। ଏହାର ଭୂମିରେ ରହିବା ସ୍ଥାନ ଚଟକା ଏବଂ ଓଜନିଆ ଥିଲା, ତେଣୁକରି ଭୂମି ଉପରେ ମାଡ଼ି ହୋଇ ବସୁଥିଲା ଏବଂ ଚଳାଇବା ସମୟରେ ହଲୁ ନଥିଲା। ଏହି ବନ୍ଧୁକକୁ ବୁଦା ଉହାଡ଼ରେ ଦୁର୍ଗର କାନ୍ଥରେ ସଂଲଗ୍ନ କରି ବସାଯାଉଥିଲା। ମାଟିକାନ୍ଥ ନିର୍ମିତ ଦୁର୍ଗଗୁଡ଼ିକୁ ଏହା ବିଶେଷ ଭାବରେ ସୁରକ୍ଷା ପ୍ରଦାନ କରୁଥିଲା। ତେଣୁକରି ବୁଦେଲଖଣ୍ଡ ଅଞ୍ଚଳର ମାଟିକାନ୍ଥ ନିର୍ମିତ ଦୁର୍ଗଗୁଡ଼ିକରେ ଏହି ବନ୍ଧୁକର ବିଶେଷତ୍ୱ ବ୍ୟବହାର କରାଯାଇଥିଲା। ଉକ୍ତ ଅଞ୍ଚଳରେ ଏହା ରକ୍ଷାକାରୀ ରୂପରେ ପରିଚିତ ଥିଲା। ବିଶେଷତଃ ଏହାର ମାରକ କ୍ଷମତା ବହୁଦୂର ପର୍ଯ୍ୟନ୍ତ ଥିଲା। ଘୋର ଦହନ ନାମକ ଅନ୍ୟ ଏକ ବନ୍ଧୁକ ମୁହଁ ଓସାରିଆ ଥିଲା। କ୍ଷୁଦ୍ର ବନ୍ଧୁକ ଅଥବା ପିସ୍ତଲକୁ ତମଞ୍ଚା କୁହାଯାଉଥିଲା। କେବଳ ଉଚ୍ଚ ପଦାଧିକାରୀ ସମ୍ଭ୍ରାନ୍ତମାନଙ୍କୁ କ୍ଷୁଦ୍ର ବନ୍ଧୁକ ରଖିବା ପାଇଁ ଅନୁମତି ଦିଆଯାଇଥିଲା। କ୍ଷୁଦ୍ର ବନ୍ଧୁକର ବ୍ୟବହାର ଆରମ୍ଭ ହେବାର ବହୁ ପରେ
ଶେରବଚ୍ଚା ନାମକ ଅନ୍ୟ ଏକ କ୍ଷୁଦ୍ର ବନ୍ଧୁକର ବହୁଳ ବ୍ୟବହାର ଆରମ୍ଭ ହୋଇଯାଇଥିଲା। ଏହା ପୂର୍ବବର୍ତ୍ତୀ କ୍ଷୁଦ୍ର ବନ୍ଧୁକଠାରୁ କାରିଗରୀ ଜ୍ଞାନ କୌଶଳ, ଯାନ୍ତ୍ରିକ ପଦ୍ଧତି ଏବଂ ମାରଣ କ୍ଷମତାରେ ଉନ୍ନତ ଥିଲା। ସମ୍ଭବତଃ ଏହା ନାଦିର ଶାହଙ୍କ ଆକ୍ରମଣ ସହିତ 1738 ଖ୍ରୀଷ୍ଟରେ ଭାରତକୁ ଆସିଥିଲା। ଅହମ୍ମଦ ଶାହ ଅବ୍ଦାଲୀଙ୍କ ସମୟରେ ଏହି ପ୍ରକାର ବନ୍ଧୁକର ବିଶେଷ ବ୍ୟବହାର କରାଯାଇଥିଲା। ଅଷ୍ଟାଦଶ ଶତାବ୍ଦୀର ଶେଷ ଚଉଢ଼ରେ ଲଖନଉଠାରେ ଅବସ୍ଥାପିତ ଫାର୍ସୀ ଅଶ୍ୱାରୋହୀ ବାହିନୀର ନାମ ଏହି ବନ୍ଧୁକ ଅନୁଯାୟୀ ଶେରବଚ୍ଚା ରଖାଯାଇଥିବାରୁ ବିଶେଷ ସମ୍ଭାବନା ରହିଛି। କମାଣ ମୋଗଲମାନଙ୍କର କମାଣ ବିଶାଳ, ଅଗ୍ନିବର୍ଷୀ ଓ ବିଧ୍ୱଂସକାରୀ ଥିଲା। ଏହି କମାଣ ମାଧ୍ୟମରେ ମୋଗଲମାନେ ସର୍ବପ୍ରଥମେ ଭାରତୀୟ ଯୁଦ୍ଧଘୋଡ଼ିରେ ବାରୁଦର ବ୍ୟବହାର କରିଥିଲେ। ଏହାର ଦୈର୍ଘ୍ୟ 14 ଫୁଟ ଥିଲା ତଥା ତଦାନୀନ୍ତନ ବିଶ୍ୱର ସର୍ବବୃହତ ଯୁଦ୍ଧ ଉପକରଣ ଥିଲା। କମାଣଗୁଡ଼ିକ ଭାରୀ ଏବଂ ହାଲୁକା ରୂପରେ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଯୁଦ୍ଧହସ୍ତୀଗୁଡ଼ିକ ବିକ୍ଷିପ୍ତ କରିବା ଏବଂ ଘଉଡ଼ି ଦେବା ପାଇଁ ମୋଗଲମାନେ ବିଶେଷ ରୂପରେ କମାଣ ବ୍ୟବହାର କରୁଥିଲେ। ବାଦଶାହ ଆକବର କମାଣର ଲକ୍ଷ୍ୟଭେଦ କ୍ଷମତାକୁ ବୃଦ୍ଧି କରିଥିଲେ। ଶତ୍ରୁ ପକ୍ଷର ହସ୍ତୀ ବାହିନୀ ଆକ୍ରମଣକୁ ପ୍ରତିହତ କରିବାରେ ମୋଗଲମାନଙ୍କର କମାଣ ବାହିନୀ ସମ୍ପୂର୍ଣ୍ଣ ଉପଯୋଗୀ ଏବଂ ସଫଳ ହୋଇପାରୁଥିଲା। ହାତୀମାନେ ବିକ୍ଷିପ୍ତ ଭାବରେ ଏଣେତେଣେ ଦୌଡ଼ିବା ଯୋଗୁଁ ଶତ୍ରୁ ପକ୍ଷର ଯୁଦ୍ଧ ପଦ୍ଧତି ଧ୍ୱଂସ ବିଧ୍ୱଂସ ହୋଇଯାଉଥିଲା। ଉକ୍ତ ସାମୟିକ ଗଣ୍ଡଗୋଳିଆ ପରିସ୍ଥିତିର ସୁଯୋଗ ନେଇ ମୋଗଲ ବାହିନୀ ପ୍ରଚଣ୍ଡ ଆକ୍ରମଣପୂର୍ବକ ବିଜୟ ଲାଭ କରିଥିଲେ। ସାମରିକ ବାହିନୀ ଭାରତରେ ମୋଗଲ ସାମ୍ରାଜ୍ୟ ସ୍ଥାପନାର ସମ୍ପୂର୍ଣ୍ଣ ଶ୍ରେୟ ସୈନ୍ୟବାହିନୀ ପାଖକୁ ଯାଇଥାଏ। ପଦାତିକ ବାହିନୀର ସର୍ବନିମ୍ନ ବର୍ଗର ସୈନିକମାନଙ୍କୁ ସିପାହୀ କୁହାଯାଉଥିଲା। ସୈନିକମାନେ ବିଭିନ୍ନ ପ୍ରକାର ଅସ୍ତ୍ରଗୁଡ଼ିକୁ ଶରୀରରେ ଏପରି ଭାବରେ ସଜ୍ଜିତ କରି ଧାରଣ କରୁଥିଲେ ଯେ ସେଗୁଡ଼ିକ ତାଙ୍କ ଶରୀରର ଅଧିକାଂଶ ଭାଗ ତଥା ମହତ୍ତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ଘୋଡ଼େଇ ରଖୁଥିଲା ଏବଂ ସୁରକ୍ଷା ଦେଉଥିଲା। ସେମାନେ ଶରୀରରେ ଲୌହପାତ ଘୋଡ଼ଣୀ, ହାତରେ ସାଞ୍ଚି ଏବଂ ମୁଣ୍ଡରେ ଲୁହା କଟିଯୁକ୍ତ ଟୋପି ପିନ୍ଧୁଥିଲେ। ଝୁଲି ରହିଥିବା ଲୁହା କଡ଼ିଗୁଡ଼ିକ ବ୍ୟାକକୁ ସୁରକ୍ଷା ପ୍ରଦାନ କରୁଥିଲା। ସୈନିକମାନେ ମୁଖ୍ୟତଃ ତିନି ପ୍ରକାର ଅସ୍ତ୍ର ସାହାଯ୍ୟରେ ଯୁଦ୍ଧ କରୁଥିଲେ, ଯଥା ଖଣ୍ଡା, ବର୍ଚ୍ଛା ଏବଂ ମୁଞ୍ଜର। ବାମ ହସ୍ତରେ ସେମାନେ ସୁରକ୍ଷା ପାଇଁ ଢାଳ ଧରୁଥିଲେ। ମୋଗଲମାନେ ମୁଖ୍ୟତଃ ହାତୀ, ଘୋଡ଼ା ଏବଂ ଓଟ ଆଦି ପଶୁଙ୍କୁ ଯୁଦ୍ଧ ପାଇଁ ବ୍ୟବହାର କରୁଥିଲେ। ଏତଦ୍‌ବ୍ୟତୀତ ଶଗଡ଼ ଟାଣିବା ଏବଂ ବଳଦ ଓ ମଇଁଷି ମଧ୍ୟ ବ୍ୟବହାର କରୁଥିଲେ। ପଶୁଗୁଡ଼ିକର ସୁରକ୍ଷା ପାଇଁ ସେଗୁଡ଼ିକର ସମଗ୍ର ଶରୀରରେ ବିଭିନ୍ନ ପ୍ରକାର ଅସ୍ତ୍ର ସଜ୍ଜିତ କରାଯାଉଥିଲା। ଓଟ ପିଠିରେ ଘୂର୍ଣ୍ଣାୟମାନ ବନ୍ଧୁକ ରଖାଯାଇ ଫୁଟାଯାଉଥିଲା। କମାଣଗୁଡ଼ିକୁ ହାତୀ ସାହାଯ୍ୟରେ ସ୍ଥାନାନ୍ତରିତ କରାଯାଉଥିଲା। ଅସ୍ତ୍ରଶସ୍ତ୍ର ଧାରଣରେ ମଧ୍ୟ ମୋଗଲ ସୈନିକମାନେ ସ୍ୱତନ୍ତ୍ରତା ରହିଥିଲା। ସେମାନେ ଚନ୍ଦ୍ରହାସ ଖଡ଼ଗ ଧାରଣ କରୁଥିଲେ, ଯାହାକୁ ତଲୱାର କହୁଥିଲେ। ଏହାର ଧାର ଅର୍ଦ୍ଧବକ୍ରାକାର ଥିଲା। ପାରମ୍ପରିକ ଧନୁଷଠାରୁ ଅତ୍ୟନ୍ତ ଉନ୍ନତ ଧନୁଶର ସେମାନେ ବ୍ୟବହାର କରୁଥିଲେ। ସୈନିକମାନଙ୍କୁ ଜମହାଦାର ଅଥବା କଇଁଚି ପରି ଅସ୍ତ୍ର ଏହାର ପଛପଟରେ ଲାଗିଥିବା ଦୁଇ ବେଣ୍ଟକୁ ହାତରେ ଚାପିଲେ ମଧ୍ୟଭାଗରୁ ଆଉ ଏକ ତୃତୀୟ ତୀକ୍ଷ୍ଣ ଫଳକ ବାହାରି ଆସୁଥିଲା। ଅନ୍ୟାନ୍ୟ ସମସ୍ତ ସାମ୍ରାଜ୍ୟ ପରି ମୋଗଲମାନଙ୍କର ମଧ୍ୟ ସାମରିକ ସଂଗଠନ ସୁଦୃଢ଼ ଏବଂ ସୁବ୍ୟବସ୍ଥିତ ଥିଲା। 10 ଜଣ ସୈନିକରେ ଜଣେ ନାୟକ ଏବଂ ସେହିପରି 10ଗୋଟି ଗୋଷ୍ଠୀ ଉପରେ ଜଣେ ଅଧିକାରୀ ଏବଂ ଏହି ପ୍ରକାର ସର୍ବୋଚ୍ଚ ସ୍ଥାନରେ ସେନାପତି ରହୁଥିଲେ। ସେନାବାହିନୀର ସର୍ବୋଚ୍ଚ ସେନାପତି ନିଜେ ବାଦଶାହ ଥିଲେ। ମନସବଦାରମାନଙ୍କ ଅଧୀନରେ ପଦାତିକ, ଅଶ୍ୱାରୋହୀ ଏବଂ କମାଣ ବାହିନୀ ରହୁଥିଲେ। ମନସବଦାରଙ୍କ ଉପରେ ମୀରବକ୍ସି ରହୁଥିଲେ। ସାମ୍ରାଜ୍ୟ ମଧ୍ୟରେ ରହିଥିବା ପ୍ରଦେଶଗୁଡ଼ିକୁ ସାମରିକ ଅଧିକାରୀମାନେ ଶାସନ କରୁଥିଲେ। ଯୁଦ୍ଧ କୌଶଳ ମୋଗଲମାନେ ବିଭିନ୍ନ ଯୁଦ୍ଧର ପରିସ୍ଥିତି ଏବଂ ଆବଶ୍ୟକତା ଯୁଦ୍ଧ କୌଶଳ ଗ୍ରହଣ କରୁଥିଲେ। ସେମାନଙ୍କ ଯୁଦ୍ଧ କୌଶଳର ଏକ ଜ୍ୱଳନ୍ତ ଉଦାହରଣ 1527 ଖ୍ରୀଷ୍ଟର ଖାନୱା ଯୁଦ୍ଧରେ ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ ପରାସ୍ତ ଆସନ୍ନ ହେବା ପରେ ବାବର ମଦ୍ୟପାନ ପରିହାର କରିଥିଲେ। ମଦ୍ୟ ପାତ୍ରଗୁଡ଼ିକୁ ଭାଙ୍ଗି ଦେଇଥିଲେ। ସୈନିକମାନଙ୍କୁ ଆଲ୍ଲାହଙ୍କ ସମ୍ମାନ ରକ୍ଷା ପାଇଁ ଆଲ୍ଲାହଙ୍କ ନାମରେ ଯୁଦ୍ଧ କରିବା ପାଇଁ ପ୍ରବର୍ତ୍ତାଇଥିଲେ ତଥା ଜିହାଦ ଘୋଷଣା କରିଥିଲେ। ତା ସହିତ ଭାରତୀୟଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ନୂତନ ରଣନୀତି ଯୁଦ୍ଧ କୌଶଳ ଗ୍ରହଣ କରିଥିଲେ, ଯାହାକୁ ତୁଲୁଗ୍‌ନା ଅର୍ଥାତ୍ ଏକ ପ୍ରକାର ଗେରିଲା ଯୁଦ୍ଧ କୁହାଯାଏ। ଏ ଯୁଦ୍ଧ କୌଶଳ ବଳରେ ସେ 1200 ସୈନିକଙ୍କୁ ନେଇ 80,000 ସୈନିକ ବିଶିଷ୍ଟ ରାଣା ସମୂହ ସେନାକୁ ପରାସ୍ତ କରିଥିଲେ। ତୁଲୁଗ୍‌ନା ଅଥବା
ତୁଲଗାମା କୌଶଳ ଅନୁଯାୟୀ ବାବର ତାଙ୍କ ସୈନିକଙ୍କ ମଧ୍ୟରେ ଏକ ଶାଖା ପାନିପତର ଘଞ୍ଚ ଅରଣ୍ୟ ଅଞ୍ଚଳରେ ଲୁଚାଇ ରଖିଥିଲେ। ସେମାନଙ୍କର ଆଗରେ ଗାତ ଖୋଳି ଗଛର ଡାଳରେ ଘୋଡ଼ାଇ ଦେଉଥିଲେ। ଲମ୍ବା ଗାତର ଆଗରେ ଶଗଡ଼ଗୁଡ଼ିକ ଧାଡ଼ି କରି କାନ୍ଥ ପରି ସଜାଡ଼ି ରଖୁଥିଲେ। ପ୍ରତ୍ୟେକ 2 ଗୋଟି ଶଗଡ଼ ମଝିରେ ବନ୍ଧୁକ ଓ କମାଣଗୁଡ଼ିକ ସ୍ଥାନିତ କରୁଥିଲେ। ସୈନ୍ୟବାହିନୀର ଅନ୍ୟ ଏକ ଶାଖାକୁ ରାଜପୁତମାନଙ୍କ ସହିତ ସମ୍ମୁଖ ଯୁଦ୍ଧ ପାଇଁ ପ୍ରେରଣ କରୁଥିଲେ, ହେଲେ ଆଉ ଏକ ଶାଖା ତାଙ୍କ ପଛରେ ଜଙ୍ଗଲରେ ଲୁଚିକରି ରହୁଥିଲା। ସମ୍ମୁଖ ଯୁଦ୍ଧ ପାଇଁ ଯାଉଥିବା ଶାଖା ଯୁଦ୍ଧ ଆରମ୍ଭ କରି କମାଣ ରହୁଥିବା ଦିଗରେ ପଳାୟନ କରୁଥିଲେ। ତାଙ୍କ ପଛରେ ଲୁଚି ରହିଥିବା ସୈନ୍ୟମାନେ ରାଜପୁତମାନଙ୍କ ପଛରୁ ଗୋଡ଼ାଇ ମାରୁଥିଲେ ତଥା ବଞ୍ଚିଥିବା ସୈନିକଙ୍କୁ କମାଣ ବାହିନୀ ନିହତ କରୁଥିଲେ। ଏହି ପ୍ରକାରର ଗରିଲା ଯୁଦ୍ଧ କରି ଆଗରୁ ବାବର ପାନିପତ ଯୁଦ୍ଧରେ ମଧ୍ୟ ବିଜୟ ହୋଇଥିଲେ। ପାନିପତ ଯୁଦ୍ଧରେ ସୈନ୍ୟବାହିନୀର ଏକ ଶାଖାକୁ ପାନିପତର ଘଞ୍ଚ ଆବାସିକ ଅଞ୍ଚଳରେ ଲୁଚାଇ ରଖିଥିଲେ। ତାଙ୍କ ଆଗରେ ଲମ୍ବା ଗାତ ଖୋଳି ଡାଳରେ ଢାଙ୍କି ଦେଉଥିଲେ। ତା ଆଗରେ ଶଗଡ଼ ଓ କମାଣ ସ୍ଥାନିତ କରୁଥିଲେ। କମାଣ ଖୁଣ୍ଟାଇ ଇବ୍ରାହିମ ଲୋଧିଙ୍କ ହସ୍ତୀ ବାହିନୀକୁ ବ୍ୟତିବ୍ୟସ୍ତ କରିଦେଇଥିଲେ। ଫଳରେ ହାତୀମାନେ ଚତୁର୍ଦିଗରେ ଧାଇଁବା ଦ୍ୱାରା ସୈନ୍ୟବାହିନୀର ସନ୍ତୁଳନ ନଷ୍ଟ ହୋଇଯାଇଥିଲା। ବାବର ଚତୁର୍ଦିଗରେ ଲୁଚାଇ ରଖିଥିବା ସୈନ୍ୟମାନଙ୍କୁ ଏପଟରୁ ସେପଟରୁ କରି ଆକ୍ରମଣ କରୁଥିଲେ ଏବଂ ବିଜୟୀ ହେଉଥିଲେ। ଏହିପରି ଭାବରେ ମୋଗଲମାନେ ଭିନ୍ନ ଭିନ୍ନ ଯୁଦ୍ଧ କୌଶଳ ଅବଲମ୍ବନ କରି ଭାରତୀୟ ଯୁଦ୍ଧଗୁଡ଼ିକରେ ବିଜୟ ହୋଇ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଶେର ଶାହ ପ୍ରଶାସନିକ ଏବଂ ରାଜସ୍ୱ ସଂସ୍କାର 1540 - 1556 ସମୟକାଳ ମଧ୍ୟଯୁଗୀୟ ଇତିହାସରେ ଏକ ଫାଙ୍ଗା ସମୟ ଅଥବା ବିରତି ପରି ପ୍ରତୀତ ହୁଏ, ଯେଉଁ ସମୟରେ କି ଏକ ମଧ୍ୟବର୍ତ୍ତୀ ଶାସକ ରୂପେ ସୁର ବଂଶର ସୁଲତାନମାନେ ରାଜୁତି କରିଥିଲେ। ସୁରମାନେ ଏକ ଦୁର୍ଦ୍ଧର୍ଷ ବୀର ଜାତି ଥିଲେ। ସେମାନେ ଦିଲ୍ଲୀରେ ସୁଲତାନୀ ଶାସନ କାଳରେ ଭାରତକୁ ଆସିଥିଲେ। ବୀରତ୍ୱ ଯୋଗୁ ସେମାନେ ଦିଲ୍ଲୀ ସୁଲତାନଙ୍କଠାରୁ ଜାଗିର ପାଇଥିଲେ। ଉକ୍ତ ଜାଗିରଦାରମାନଙ୍କ ମଧ୍ୟରେ ମିଆଁ ହାସୱାନ ଜଣେ ଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ପୁତ୍ର ଶେର ଶାହ ଥିଲେ। ତାଙ୍କ ବାଲ୍ୟକାଳ ନାମ ଫରିଦ ଥିଲା। ଫରିଦଙ୍କୁ ତାଙ୍କ ପିତା ହାସୱାନ ପରିଚାଳନା କରିବା ପାଇଁ ଜାଗିର ଛାଡ଼ି ଦେଇଥିଲେ। ହାସୱାନଙ୍କ ମୃତ୍ୟୁ ପରେ ସୁଲତାନ ଇବ୍ରାହିମ ଲୋଧି ଉକ୍ତ ଜାଗିର ଫରିଦଙ୍କୁ ପ୍ରଦାନ କରିଥିଲେ। ଫରିଦ ମଧ୍ୟ ଉକ୍ତ ଜାଗିରକୁ ସଫଳତାର ସହିତ 21 ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିଥିଲେ। ଶେର ଶାହଙ୍କ ସମସ୍ୟା। ହୁମାୟୁନଙ୍କୁ ବିତାଡ଼ିତ କରି ଶେର ଶାହ ଦ୍ୱିତୀୟ ଥର ପାଇଁ ଭାରତରେ ଆଫଗାନ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ସେତେବେଳେ ତାଙ୍କ ସମ୍ମୁଖରେ ଅନେକଗୁଡ଼ିଏ ସମସ୍ୟା ଛିଡ଼ା ହୋଇଯାଇଥିଲା, ଯାହାକୁ ସେ ଅତ୍ୟନ୍ତ ଦୃଢ଼ତାର ସହିତ ସମାଧାନ କରିଥିଲେ। ତାଙ୍କ ସମସ୍ୟାଗୁଡ଼ିକ ଥିଲା ଯଥା: ଅଳ୍ପ ଦିନ ତଳେ ସାମ୍ରାଜ୍ୟ ହରାଇଥିବା ହୁମାୟୁନଙ୍କ ପକ୍ଷରୁ ହଠାତ୍ ଆକ୍ରମଣର ସମ୍ଭାବନା, ଲୋଧି ବଂଶ ଏବଂ ମୋଗଲ ବଂଶର ଶାସକମାନେ ଜୟ କରିଥିବା ସମସ୍ତ ଅଞ୍ଚଳର ପୁନର୍ବାର ଜୟ କରି ସେମାନଙ୍କ ସମତୁଲ ହେବା ଏବଂ ଗରିମା ବୃଦ୍ଧି କରିବା, ନିଜସ୍ୱ ମହତ୍କାଂକ୍ଷାର ସନ୍ତୁଷ୍ଟ ପାଇଁ ଆହୁରି ଅଧିକ କିଛି ଅଞ୍ଚଳ ଜୟ କରିବା, ଭବିଷ୍ୟତ ବଂଶଧରଙ୍କ ପାଇଁ ସାମ୍ରାଜ୍ୟର ସୁଦୃଢ଼ୀକରଣ ଏବଂ ଏକ ସୁବ୍ୟବସ୍ଥିତ ପ୍ରଶାସନିକ ବ୍ୟବସ୍ଥାର ପ୍ରଚଳନ କରିବା ଆଦି। ଶେର ଶାହ ଏବଂ ଉତ୍ତର ପଶ୍ଚିମ ସୀମାନ୍ତ ଅଞ୍ଚଳ। ମୋଗଲ ତଥା ଅନ୍ୟାନ୍ୟ ବୈଦେଶିକ ଶତ୍ରୁଙ୍କ ଆକ୍ରମଣରୁ ସାମ୍ରାଜ୍ୟର ସୁରକ୍ଷା କରିବା ପାଇଁ ଶେର ଶାହଙ୍କ ସର୍ବପ୍ରଥମ କର୍ତ୍ତବ୍ୟ ଥିଲା। ତେଣୁକରି ସେ ଉତ୍ତର ପଶ୍ଚିମ ସୀମାନ୍ତ ଅଞ୍ଚଳକୁ ବିଦେଶୀ ଆକ୍ରମଣରୁ ମୁକ୍ତ କରିବା ପାଇଁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲେ। ହୁମାୟୁନଙ୍କ ପ୍ରତି ଆକ୍ରମଣକୁ ବାଧା ଦେବା ପାଇଁ କନୌଜ ଯୁଦ୍ଧ ପରେ ତାଙ୍କୁ ଭାରତ ବାହାରକୁ ତଡ଼ି ଦେବା ପାଇଁ ସେ ଏକ ବିଶାଳ ସୈନ୍ୟବାହିନୀ ସହିତ ପ୍ରଥମେ ବଡ଼େ ବାରମାଜିଦ ଏବଂ ପରେ ପରେ ଖୱାଜ ଖାଁଙ୍କୁ ପଠାଇଥିଲେ। ସେମାନେ ହୁମାୟୁନଙ୍କୁ ଗୋଡ଼ାଇ ଭାରତ ବାହାରକୁ ତଡ଼ି ଦେଇଥିଲେ। ତା ପରେ ହୁମାୟୁନଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ ନ କରିବା ପାଇଁ ରାଜପୁତ ରାଜା ପାଲଦେଓଙ୍କ ପାଖକୁ ଧମକପୂର୍ଣ୍ଣ ଖବର ପଠାଇଥିଲେ। ତା ପରେ ଦିଲ୍ଲୀକୁ ପ୍ରବେଶ କରି ପ୍ରଶାସନର ଆଭ୍ୟନ୍ତରୀଣ ପ୍ରଶାସନିକ ବ୍ୟବସ୍ଥାକୁ ସଜାଡ଼ିଥିଲେ ଏବଂ ମୋଗଲ ସମ୍ରାଟଙ୍କ ଗତିବିଧି ନିରୀକ୍ଷଣ କରିବା ପାଇଁ ପଞ୍ଜାବକୁ ଯାଇଥିଲେ। ସେ ଏପରି ବ୍ୟବସ୍ଥା କରିଥିଲେ ଯେ ହୁମାୟୁନ ଭାରତ ଛାଡ଼ି ଚାଲିଯିବା ପାଇଁ ବାଧ୍ୟ ହୋଇଥିଲେ। ତୈମୁରୀୟମାନଙ୍କ ଆକ୍ରମଣ ବିଶେଷତଃ ହାଇଦର ମିର୍ଜା ତୁଗଲକଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଶେର ଶାହ ବୋଲାନ ଗିରିପଥ ଏବଂ ପେଶାୱାର ଦେଇ ଆସୁଥିବା ରାସ୍ତାକୁ ନିଜ ଅଧୀନରେ ରଖିଥିଲେ। ତୈମୁରୀୟମାନଙ୍କର ସମର୍ଥକ ଗଫର ଶାହଙ୍କୁ ସେ ପଦାନତ କରିଥିଲେ। ଉତ୍ତର ପଶ୍ଚିମ ସୀମାନ୍ତରେ ସେ ଏକ ଶକ୍ତିଶାଳୀ ଦୁର୍ଗ ନିର୍ମାଣ କରିଥିଲେ। ତା ନାମ ପର୍ଯ୍ୟନ୍ତ
ରୋହତାସ ରଖିଥିଲେ। ଉକ୍ତ ଦୁର୍ଗ ନିର୍ମାଣ ଦାୟିତ୍ୱର ହୈବତ ଖାଁ ଏବଂ ତୋଡରମଲ ରଖିଥିଲେ। ଶେରଶାହଙ୍କ ମୃତ୍ୟୁ ପରେ ଯାଇ ଉକ୍ତ ଦୁର୍ଗ ସମ୍ପୂର୍ଣ୍ଣ ହୋଇଥିଲା। ଶେରଶାହଙ୍କ ସୀମାନ୍ତ ସୁରକ୍ଷା ସେତେ ବେଶୀ ଶକ୍ତିଶାଳୀ ଥିଲା ଯେ ସେ ତୁମୁରିଆମାନେ ଆକ୍ରମଣ କରିବା ପାଇଁ ସାହସ କରି ପାରିନଥିଲେ। ଉତ୍ତର ପଶ୍ଚିମ ସୀମାନ୍ତର ଦକ୍ଷିଣକୁ ବାଲୁଚି, ଆଫଗାନ ଏବଂ ଜାଟମାନେ ରହୁଥିଲେ। ସେମାନଙ୍କ ମଧ୍ୟରେ ବାଲୁଚିମାନେ ସମରପ୍ରିୟ ଥିଲେ। ସେମାନେ ଶେରଶାହଙ୍କ ନିକଟରେ ସମର୍ପଣ କରିଥିଲେ। ଫଳସ୍ୱରୂପ ସିନ୍ଧୁର ଉତ୍ତରାଞ୍ଚଳ ତାଙ୍କ ପ୍ରାୟାଧୀନ ହୋଇଯାଇଥିଲା। ତାପରେ ଆଫଗାନମାନେ ତାଙ୍କ ନିକଟରେ ସମର୍ପଣ କରିଥିଲେ। ହେଲେ ସେମାନେ ବାଲୁଚିମାନଙ୍କ ସମ୍ବନ୍ଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଫଳସ୍ୱରୂପ ବାଲୁଚିମାନଙ୍କୁ ଦମନ କରିବା ପାଇଁ ଶେରଶାହ ତାଙ୍କ ପୁତ୍ର ମୁବାରକ ଖାଁଙ୍କୁ ସେମାନଙ୍କୁ ଦମନ କରିବା ପାଇଁ ପଠାଇଥିଲେ। ମୁବାରକ ଖାଁ କିନ୍ତୁ ସେମାନଙ୍କ ପ୍ରତି ଅତ୍ୟନ୍ତ କଠୋର ନୀତି ଗ୍ରହଣ କରିବାରୁ ବାଲୁଚିମାନେ ବିଦ୍ରୋହ କରିଥିଲେ। ଏପରିକି ସେମାନେ ମୁବାରକ ଖାଁଙ୍କୁ ହତ୍ୟା କରିଥିଲେ। ତାପରେ ସେମାନଙ୍କୁ ଦମନ କରିବା ପାଇଁ ହୈବତ ଖାଁଙ୍କୁ ପ୍ରେରଣ କରାଯାଇଥିଲା, ଯିଏକି 1543 ସେମାନଙ୍କୁ ଦମନ କରିବାରେ ସକ୍ଷମ ହୋଇଥିଲେ। ଉତ୍ତର ପଶ୍ଚିମ ସୀମାନ୍ତର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଶେରଖାଁ ସଦାସର୍ବଦା ତାଙ୍କର ସମର ଓ କୂଟନୀତି ବିଶାରଦ ଅଧିକାରୀମାନଙ୍କୁ ନିଯୁକ୍ତ କରୁଥିଲେ। ଉକ୍ତ ଅଞ୍ଚଳକୁ ଆହୁରି ସୁଦୃଢ଼ କରିବା ପାଇଁ ଶେରଶାହ ବିନ୍ଧ୍ୟ ପର୍ବତ ଶ୍ରେଣୀ ଉତ୍ତରାଞ୍ଚଳକୁ ଜୟ କରିଥିଲେ। ତାପରେ ପୁନଶ୍ଚ ଉକ୍ତ ପର୍ବତର ଦକ୍ଷିଣାଞ୍ଚଳକୁ ମଧ୍ୟ ଜୟ କରି ନେଇଥିଲେ। ବଙ୍ଗଳା ବିଜୟ। ଶେରଖାଁ ସାସାରାମ, ଖୱାସପୁର ଓ ତୋଣ୍ଡାର ଜାଗିରଦାର ଥିବା ସମୟରେ ହୁମାୟୁନଙ୍କ ସହିତ ତାଙ୍କର କ୍ଷମତା ଲଢ଼େଇ ଚାଲିଥିଲା। ଉକ୍ତ ସମୟରେ ବଙ୍ଗଳା ତାକୁ ସବୁ ପ୍ରକାର ଅସୁବିଧାରେ ପକାଉଥିଲା। ତେଣୁ ସେ 1534 ଆକ୍ରମଣ କରି ବଙ୍ଗଳାର ସୁଲତାନଙ୍କୁ ସୁରଜଗଡ଼ ଯୁଦ୍ଧରେ ପରାସ୍ତ କରିଥିଲେ। ଉକ୍ତ ବିଜୟ ତାଙ୍କ ଜୀବନରେ ପରିବର୍ତ୍ତନ ଆଣି ଦେଇଥିଲା। ଉକ୍ତ ବିଜୟ ଫଳରେ ତାଙ୍କ ଅସ୍ପର୍ଦ୍ଧା ବଢ଼ି ଯାଇଥିଲା। ସେ ବାରମ୍ବାର ବଙ୍ଗଳା ଆକ୍ରମଣ କରି ସୁଲତାନଙ୍କୁ ପରାଜିତ କରୁଥିଲେ ଏବଂ ପ୍ରଚୁର ଧନରତ୍ନ ସଂଗ୍ରହ କରୁଥିଲେ। ପରିଶେଷରେ ବଙ୍ଗଳାରେ ଶାସନ କରିବା ଉଦ୍ଦେଶ୍ୟରେ ଶେରଖାଁ 1537 ଆକ୍ରମଣ କରିଥିଲେ। ସୁଲତାନ ହୁମାୟୁନଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ। ହୁମାୟୁନଙ୍କୁ ବଙ୍ଗଳା ଅଭିଯାନ କରି ଚୁନାରଗଡ଼ ଅଧିକାର କରିବା ପାଇଁ 6 ମାସ ଅପବ୍ୟୟ କରିଥିଲେ। ଉକ୍ତ ସମୟରେ ଶେରଖାଁ ରୋହତସଗଡ଼, ମୁଙ୍ଗେରଠାରୁ ଗୌର ପର୍ଯ୍ୟନ୍ତ ଅଞ୍ଚଳ ଜୟ କରି ନେଇ ଗୌରଙ୍କୁ ନିଜ ଅଧୀନରେ ରଖିଥିଲେ। ତାପରେ 1540 ହୁମାୟୁନଙ୍କୁ ସମ୍ପୂର୍ଣ୍ଣ ପରାସ୍ତ କରି ଭାରତର ସୁଲତାନ ହୋଇଯାଇଥିଲେ। ହେବା ପରେ ଶେରଶାହ ପ୍ରଥମେ ଉତ୍ତର ପଶ୍ଚିମ ଅଞ୍ଚଳରେ ନିଜର ସ୍ଥିତି ସୁଦୃଢ଼ କରୁଥିବା ସମୟରେ ବଙ୍ଗଳାର ବିଦ୍ରୋହ ସମ୍ବନ୍ଧରେ ଖବର ପାଇଥିଲେ। ତତ୍କ୍ଷଣାତ୍ ସେ ବଙ୍ଗଳା ବିରୁଦ୍ଧରେ ଯୁଦ୍ଧାଭିଯାନ କରିଥିଲେ। ଶେରଶାହଙ୍କ ବର୍ଷ କାଳ ଅନୁପସ୍ଥିତିର ସୁଯୋଗ ନେଇ ପୂର୍ବବର୍ତ୍ତୀ ବଙ୍ଗଳାର ସୁଲତାନ ମାମୁଦ ଶାହଙ୍କ ଜାମାତା ଖିଜିର ଖାଁ ସ୍ୱାଧୀନତାର ସ୍ୱପ୍ନ ଦେଖିଥିଲେ ଏବଂ ବିଦ୍ରୋହ କରିଥିଲେ। 1541 ଶେରଶାହଙ୍କ ଗୌରର ରାଜ୍ୟପାଳଙ୍କୁ ବନ୍ଦୀ କରି କାରାବାସ ଦଣ୍ଡ ଦେଇଥିଲେ ତଥା ତାଙ୍କୁ ଲୌହ ଶିକୁଳିରେ ବାନ୍ଧି କରି ରଖିଥିଲେ। ତାପରେ ସେ ଭବିଷ୍ୟତରେ ବିଦ୍ରୋହ ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରଶାସନକୁ ନୂତନ ଢାଞ୍ଚାରେ ଗଠନ କରିଥିଲେ। ପ୍ରଦେଶକୁ ସେ କେତୋଟି ସରକାରରେ ବିଭକ୍ତ କରିଥିଲେ। ସରକାର ମୁଖ୍ୟ ସିକଦାର କୁହାଯାଉଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ତାଙ୍କ ଅଧୀନରେ ଏକ କ୍ଷୁଦ୍ର ସାମରିକ ବାହିନୀ ରହିଥିଲା। ଏହି ପ୍ରକାର ବନ୍ଦୋବସ୍ତ ରାଜ୍ୟସ୍ତରୀୟ ଶାସନର ସ୍ୱରୂପ ବଦଳାଇ ଦେଇଥିଲା। ମାଳବା ବିଜୟ। 1542 ବଙ୍ଗଳାର ପ୍ରତ୍ୟାବର୍ତ୍ତନ କରିବା ପରେ ଶେରଶାହ ମାଳବା ବିରୁଦ୍ଧରେ ଯୁଦ୍ଧାଭିଯାନ କରିଥିଲେ। ତାଙ୍କ ସାମ୍ରାଜ୍ୟର ଏକତା ଓ ସୁରକ୍ଷା ପାଇଁ ମାଳବା ବିଜୟ ଏକାନ୍ତ ଆବଶ୍ୟକ ଥିଲା। ବିଶେଷତଃ ତାହା ମୋଗଲ ସାମ୍ରାଜ୍ୟର ଅଂଶବିଶେଷ ଥିଲା। ତେଣୁ ଶେରଶାହ ଗ୍ରହଣ କରିଥିବା ନୀତି ଅନୁଯାୟୀ ମଧ୍ୟ ମାଳବା ବିଜୟ ଆବଶ୍ୟକ ଥିଲା। ମାଳବାର ଶାସକ କାଦିର ଶାହ ରାଜକୀୟ ଉପାଧି ଧାରଣ କରି ପକାଇଥିଲେ। ତେଣୁ ତାଙ୍କୁ ଦଣ୍ଡ ଦେବା ଆବଶ୍ୟକ ହୋଇ ପଡ଼ିଥିଲା। ଶେରଶାହଙ୍କ ଭୟ ରହିଥିଲା ଯେ କାଳେ ମେୱାରର ମାଲ ଦେଓ କିମ୍ବା ହୁମାୟୁନ ମାଳବ ଅଧିକାର କରିନେବେ। ତେଣୁକରି ଯଥାଶୀଘ୍ର ତାକୁ ନିଜ ଅଧୀନକୁ ନେଇ ସ୍ଥିତି ସୁଦୃଢ଼ କରିବାକୁ ଚାହୁଁଥିଲେ। ମାଳବ ଅଞ୍ଚଳ ଗୁଜରାଟର ଶାସକ ବାହାଦୁର ଶାହଙ୍କ ଅଧୀନରେ ଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ଅଧୀନସ୍ଥ ମାଳବ ଖାଁ କାଦିର ଖାଁ ନାମ
ଧାରଣ କରି ମାଳବର ଶାସକ ହୋଇଯାଇଥିଲେ। ତାଙ୍କ ଅଧୀନରେ ମାଣ୍ଡୁ, ଉଜ୍ଜୟିନୀ ଏବଂ ରତ୍ନମ୍ବର ଆଦି ଦୁର୍ଗ ରହିଥିଲା। ମାଳବ ଯିବା ବାଟରେ ଶେରଶାହ ଗ୍ୱାଲିୟରକୁ ଜୟ କରି ସାରାଙ୍ଗପୁର ପହଞ୍ଚିଥିଲେ। ସେଠାକୁ ଆସି କାଦେର ଖାଁ ତାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ତାପରେ ଶେରଶାହ ତାଙ୍କୁ କାଳ୍ପୀର ରାଜ୍ୟପାଳ ନିଯୁକ୍ତି କରିଥିଲେ। କେତେକ ଐତିହାସିକ ମତରେ ତାଙ୍କୁ ଲଖନ ଉଜିର ରାଜ୍ୟପାଳ ରୂପେ ନିଯୁକ୍ତି କରାଯାଇଥିଲା। ମାଳବର ଅଧିକାଂଶ ଅଞ୍ଚଳକୁ ଶେରଶାହ ତାଙ୍କ ସାମ୍ରାଜ୍ୟରେ ମିଶାଇ ଦେଇଥିଲେ। ଯଦିଓ ଶାନ୍ତିପୂର୍ଣ୍ଣ ଭାବରେ କାଦେର ଖାଁ ସମର୍ପଣ ଓ ତତ୍ସଂକ୍ରାନ୍ତୀୟ ବନ୍ଦୋବସ୍ତଗୁଡ଼ିକ ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିଲା, ତଥାପି ମଧ୍ୟ କାଦେର ଖାଁଙ୍କ ମନରେ ଶେରଶାହଙ୍କ ବିଚାରଧାରା ଉପରେ ସନ୍ଦେହ ଘନୀଭୂତ ହୋଇଥିଲା। ତେଣୁକରି ସେ ଗୁଜରାଟରୁ ପଳାୟନ କରି ସୁଲତାନ ମାମୁଦ ଶାହ ତ୍ରୟଙ୍କ ଦରବାରରେ ରାଜନୈତିକ ଶରଣ ନେଇଥିଲେ। ତାପରେ ଶେରଶାହ ସୁଜାତ ଖାଁଙ୍କୁ ମାଳବର ରାଜ୍ୟପାଳ ନିଯୁକ୍ତି କରିଥିଲେ। ସେ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ ବାଟରେ ରତ୍ନମ୍ବର ଦୁର୍ଗକୁ ଜୟ କରିଥିଲେ।